ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ବିଏଡ୍ର ବିଏଚ୍ଡି ତ ଆଉ ସିଟ୍ ନାହିଁ, ଏମ୍ଏଡ୍ର ଥାର୍ଡ଼ ସିଲେକ୍ସନ୍ ଲିଷ୍ଟ ତା ସହିତ ସ୍ଲାଇଡ୍ ଅପ୍ ମଧ୍ୟ ଆପଣଙ୍କର ପବ୍ଲିଶ ହେଇଯାଇଛି। ଠିକ୍ ଅଛି, ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ, ଯଦ୍ୱାରା କି ସମସ୍ତେ ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଏବଂ ଯଦି ଆପଣ 2025ରେ ବିଏଡ୍ ବିଏଚ୍ଡି ଏମ୍ଏଡ୍ରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି ନା, ଦେନ୍ ଅଲରେଡ଼ି ଆମର 20 ଅଗଷ୍ଟରୁ କ୍ଲାସ୍ ଆରମ୍ଭ ହେଇଯାଇଛି। ବିଏଡ୍ର ବିଏଡ୍ ଆର୍ଟ୍ସ ଆଉ ବିଏଚ୍ଡିର ସିଲାବସ୍ ଥରେ ଆପଣଙ୍କର ଅଲରେଡ଼ି ସରିଗଲାଣି। ବିଏଡ୍ ସାଇନ୍ସ ପିଲାଙ୍କର ସିଲାବସ୍ ନେକ୍ସଟ ୱିକ୍ ସୁଦ୍ଧା ପୁରା ସରିଯିବ ଥରେ। ତେଣୁକରି ଆଗ ଆପଣ ପ୍ଲାନିଂ ଭିଡ଼ିଓକୁ ଦେଖିଦେବେ, ଦେନ୍ ଆପଣ ପଢ଼ା କାଇଣ୍ଡଲି ଆରମ୍ଭ କରନ୍ତୁ। ସବୁ କ୍ଲାସ୍ ଆପଣଙ୍କ ପାଇଁ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ହେଉଛି। ଠିକ୍ ଅଛି, ତ ଆଗ ମୁଁ ଆପଣଙ୍କୁ କଟ୍ ଅଫ୍ ମାର୍କ ସମ୍ପର୍କରେ କହୁଛି ଦେଖନ୍ତୁ। ସୋ ଏଇଟା ହେଉଛି ଆପଣଙ୍କର ବିଏଡ୍ ଆର୍ଟ୍ସର କଟ୍ ଅଫ୍ ଆପଣଙ୍କ ଯାଇଛି। ଏଇଟା ଦେଖିପାରୁଛନ୍ତି, ଜେନେରାଲରେ ଆପଣଙ୍କର 51.25, ଏସ୍ସି 46.75, ଏସ୍ଟି 41, ଏସିବିସି 51.25 ଆପଣଙ୍କର ଯାଇଛି। ବହୁତ ଅଳ୍ପ ଯେହେତୁ ସିଟ୍ ମାନେ ଗଭର୍ଣ୍ଣମେଣ୍ଟ ସିଟ୍ ଗୁଡ଼ା ପ୍ରାୟତଃ ଆପଣଙ୍କର ଫିଲ୍ଅପ୍ ହେଇଯାଇଛି। ସେଲ୍ଫ ଫାଇନାନ୍ସିଂ ଗୁଡ଼ା ହିଁ ଯାହା ଆପଣଙ୍କର ବାକି ପ୍ରାୟତଃ ଅଛି ହେଲା। ତାପରେ ବିଏଡ୍ ସାଇନ୍ସର ଆପଣ କଟ୍ ଅଫ୍ ମାର୍କ ଆପଣ ଦେଖନ୍ତୁ। ବିଏଡ୍ ସାଇନ୍ସ ରହୁଛି ଆପଣଙ୍କର ଏଇଟା, ଏସ୍ଟିର 30, ଏସ୍ସିର 36, ଏସିବିସି 44, ଜେନେରାଲ 44 ଆପଣଙ୍କର ଯାଇଛି। ଏଇଟା ଥାର୍ଡ଼ ସିଲେକ୍ସନରେ। ତ ଆପଣଙ୍କର ଯଦି ଏତିକି ସ୍କୋର ଅଛି, ଆଉ ଯଦି ଧରାଯାଉ ଏତିକି ସ୍କୋର ଅଛି କିନ୍ତୁ ଆପଣ କେମିତି ଚେକ୍ କରିବେ ଆପଣଙ୍କର ହେଇଛି କି ନାହିଁ, ସିମ୍ପଲି ଆପଣ t.samsodisha.gov.in ଯିବେ। ଏଇଠି ଦେଖନ୍ତୁ ଚେକ୍ ୟୋର ଷ୍ଟାଟସ୍ ଅଛି, ନୋ ୟୋର ଷ୍ଟାଟସ୍, ୟା ଉପରେ କ୍ଲିକ୍ କରିକି ଆପଣ ଚେକ୍ କରିବେ। ନହେଲେ ଡାଇରେକ୍ଟଲି ଆପଣ ଲଗ୍ଇନ୍ କରିକି ନିଜର ଇଣ୍ଟିମେସନ୍ ଲେଟରକୁ ଡାଉନଲୋଡ୍ କରିବେ। ଏବେ ଯେଉଁମାନେ ସ୍ଲାଇଡ୍ ଅପ୍ ପାଇଁ ଆପ୍ଲାଏ କରିଥିଲେ ସେମାନେ କେମିତି ଚେକ୍ କରିବେ ତାଙ୍କର ହେଇଛି କି ନାହିଁ, ସେ ବି ଏଇଠି ଆପଣଙ୍କର ଚେକ୍ କରିବେ ହେଲା। ଯଦି ଆପଣଙ୍କର ସେଇ ପୁରୁଣା କଲେଜ ହିଁ ଆପଣଙ୍କୁ ଦେଖାଉଛି, ଦେନ୍ ଆପଣଙ୍କର ସ୍ଲାଇଡ୍ ଅପ୍ ହେଇନି, ଆପଣ ଯେଉଁଠି ଆଡ଼ମିସନ୍ ହେଇଥିଲେ ସେଇଠି ପଢ଼ିବା ପାଇଁ ବାଧ୍ୟ। ଯଦି ଆପଣଙ୍କର ନ୍ୟୁ କଲେଜ ଆପଣଙ୍କୁ ଶୋ କରୁଛି, ଦେନ୍ ଆପଣଙ୍କର ସ୍ଲାଇଡ୍ ଅପ୍ ହେଇଛି। ଆପଣଙ୍କର ଇଣ୍ଟିମେସନ୍ ଲେଟର ପୁଣି ଅପସନ୍ ଆସିଥିବ, ତାକୁ ନେଇକି ଆପଣ ନୂଆ କଲେଜକୁ ଯିବେ। ପୁରୁଣା କଲେଜକୁ ଆଉ ଯିବାକୁ ପଡ଼ିବନି। ସେ ଇଣ୍ଟିମେସନ୍ ଲେଟରରେ ଅଲରେଡ଼ି ଆପଣଙ୍କର ଏଇ ଯେଉଁ ଟ୍ରାନ୍ସଫର୍ ସାର୍ଟିଫିକେଟ୍ ସବୁ ଥିବ। ସେପାରେଟଲି ପୁରୁଣା କଲେଜକୁ ଯିବା ପାଇଁ ପଡ଼ିବ ନାହିଁ। ବୁଝିଗଲେ? ଯେଉଁମାନେ ଏବେ ପାଇଥିବେ ସେମାନେ ବି ଲଗ୍ଇନ୍ କରିକି ଡାଇରେକ୍ଟଲି ଚେକ୍ କରିବେ, ନହେଲେ ଏଇଠି କ୍ଲିକ୍ କରିକି ଚେକ୍ ଆପଣଙ୍କର କରିବେ। ଠିକ୍ ଅଛି, ତ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ। ଏମ୍ଏଡ୍ ପିଲାଙ୍କର ମଧ୍ୟ ଆସିଯାଇଛି, ବିଏଚ୍ଡି ତ ଆଉ ସିଟ୍ ନାହିଁ। ଠିକ୍ ଅଛି, ଥ୍ୟାଙ୍କ ୟୁ। ଆଉ ସିଟିର ଆଡ଼ମିଟ୍ କାର୍ଡ଼ ଆପଣଙ୍କର ସନ୍ଧ୍ୟା 5ଟା ସୁଦ୍ଧା ଆପଣଙ୍କର ଆସିଯିବ। ଥ୍ୟାଙ୍କ ୟୁ।